ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକରେ ଆଜି କିନ୍ତୁ ସେ ଚିକି ମାନିବ ନାହିଁ। କାରଣ ସେ ସମସ୍ତେ ତାକୁ କହିବେ ଚାଲ, ସମସ୍ତେ କହିବେ ଯେ ତୁମେ ଯାଅ ନାହିଁ, ରାମ ବ୍ୟସ୍ତ ହେଇକି ଆସିଯିବ ରାମ, ଏମିତି କହିବେ। ସେପଟେ ସେ ଯିବାକୁ ବାହାରିଥିଲା, ନିଶା ବାଟରେ ଛିଡ଼ା ହେବ ଏବଂ କହିବ କାହିଁ ଯାଉଛ ଦିଦି, ରାମ ତ ନିଶ୍ଚୟ ଆସିଯିବେ, ଏମିତି କହିବେ। ତାପରେ ସେ ମା କାହା କଥା ମାନିବନି, ସେ ନିଜେ ଚାଲିଯିବ ଏବଂ ଚାଲି ଗଲା ପରେ ହଠାତ୍ କିନା ସେ କାର୍ଟି ରାମର କାର୍ ପାଇବ ଏବଂ ସେ ଦେଖିବ ଯେ କାର୍ ଭିତରେ କେହି ନାହିଁ। ଖୋଲିବାକୁ ଚେଷ୍ଟା କରିବ, ତାପରେ ସେ ଦୌଡ଼ିବ, ଜଙ୍ଗଲ ଆଡ଼କୁ ଦୌଡ଼ିବ ଏବଂ ଦେଖିବ ଯେ ସେଠି ରାମ ପଡ଼ିଛି। ତାପରେ ସେ ରାମ କହିବ ଆସିଗଲ ଚିକି, ମୁଁ ଆଉ ବଞ୍ଚିବିନି ଚିକି, ଏମିତି କହିବ ରାମ। ତାପରେ ଚିନ୍ତା କରନି ତୁମେ, ଚିକି କହିବ ଯେ ମୁଁ ତୁମକୁ ନିଶ୍ଚୟ ବଞ୍ଚାଇବି, ଏମିତି କହିବ ଚିକି। ଏବଂ ସେପଟେ ଭଲବମ୍ ମାନେ ଆସୁଥିବେ ଏବଂ ସେ ତାକୁ ଭଲବମ୍କୁ ଦେଖି ସେମାନଙ୍କୁ କହିବେ କ'ଣ ହେଲା। ତାପରେ ସେ କହିବ ମୋର ସ୍ୱାମୀ ଏବେ ଅସୁବିଧାରେ ଅଛନ୍ତି, ଚାଲ ମୋତେ ସାହାଯ୍ୟ କର। ତାପରେ ଭଲବମ୍ ମାନେ ତାକୁ ସାହାଯ୍ୟ କରିବେ ଏବଂ ନେଇଯିବେ ସେ ଡାକ୍ତରଖାନାକୁ। ଡାକ୍ତରଖାନାରେ ଆଉ ଏକ ନୂଆ କାହାଣୀର ମୋଡ଼ ଆସିଯିବ। ରାମର ବ୍ଲଡ଼ ଦରକାର। ସେତିକି ବେଳେ ସେମାନେ ବ୍ଲଡ଼ କେହି ଦେବା ପାଇଁ ରାଜି ନୁହନ୍ତି, କାରଣ ରାମ ହେଉଛି ଆଉ ଜଣେ ଏକ ଅନାଥ ପିଲା। ସେଥିପାଇଁ ତାକୁ ବ୍ଲଡ଼ ଦେବାକୁ କେହି ସାହସ କରୁନାହାନ୍ତି। ତାପରେ ସେ ଚିକି କହିବ ମୁଁ ଦେବି ବ୍ଲଡ଼, ତାକୁ ତଥାପି ବଞ୍ଚେଇ ଦିଅ, ଏମିତି ଚିକି କହିବ। ଏବଂ ସେପଟେ ସେ ରାମ ସମସ୍ତଙ୍କ ପାଇଁ ସବୁକିଛି ଜୀବନ ବି ତ୍ୟାଗ କରିଦେଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡ଼ୁନଥିଲା ଯେ ରାମ ଜଣେ ଅନାଥ ପିଲା ବୋଲି ଏବଂ ଅଗସ୍ତୀ ପରିବାରର ସଦସ୍ୟ ହୋଇକରି ବି କିନ୍ତୁ ତାକୁ ଅନାଥ ଆଶ୍ରମରୁ ଅଣାଯାଇଛି। ଏକଥା